ସହାନୁଭୂତି ଦାନ ଦେବେ ଏବଂ ଆମମାନଙ୍କର ଉପସଭାପତି ସେ ଯିବେ ଆମମାନଙ୍କର ସେ ଝିଅ ବବିଙ୍କ ହାତରେ ସେ ଦେବେ ଏବଂ ଆମମାନଙ୍କର କୋଷାଧ୍ୟକ୍ଷ ସେ ଯିବେ ରାଜୀବଙ୍କ ହାତରେ ଦେବେ। ସମସ୍ତଙ୍କୁ 7,000 ଏପରି ସର୍ବମୋଟ 21,000 ଟଙ୍କା ସମ୍ମିଳନୀ ତରଫରୁ ଆମେ ପ୍ରଦାନ କରୁଛୁ ଏବଂ ମଣ୍ଡଳୀ ମଧ୍ୟ ମହାନ ମୋର ଧନ୍ୟ ହେଉ। ବର୍ତ୍ତମାନ ଆମ ମଣ୍ଡଳୀର ବାଳକ ସ୍ୱର୍ଗୀୟ ଆଚାର୍ଯ୍ୟ ବର୍ଦ୍ଧନ ମହାଶୟଙ୍କର ଏହି ଶୋକ ସଭାରେ ସମ୍ମିଳନୀ ଉପସ୍ଥିତ ରହି ସମ୍ମିଳନୀର କର୍ତ୍ତବ୍ୟ ଅନୁସାରେ ସେମାନେ ଦୁଃଖିତ ପରିବାରର 3 ଜଣଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି। ବର୍ତ୍ତମାନ ଆମ ମଣ୍ଡଳୀ ମଧ୍ୟ ଚିନ୍ତା କରିଛି, ଯେହେତୁ ମଣ୍ଡଳୀ ସମ୍ମିଳନୀର ନିୟମ ପ୍ରକାରେ ପାଳିକା ମହାଶୟଙ୍କୁ ଦେବାର ଥିଲା, କିନ୍ତୁ ପାଳିକା ମହାଶୟଙ୍କର ବିୟୋଗ ହୋଇଥିବାରୁ ମଣ୍ଡଳୀ ସୁଚିନ୍ତା କରି ପାଳକ ମହାଶୟଙ୍କ କୋଳସ୍ଥିତ ବିଧବା ବୋହୂ ସହିତ 2 ପୁଅଙ୍କୁ ଦେବା ନିମନ୍ତେ ମଣ୍ଡଳୀ ସ୍ଥିର କରି ମଣ୍ଡଳୀ ପକ୍ଷରୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବୁ। ତା ପୂର୍ବରୁ ସମ୍ମିଳନୀକୁ ତଥା ଉପସ୍ଥିତ ସମସ୍ତଙ୍କୁ ସଂକ୍ଷିପ୍ତ ଭାବରେ ମୁଁ କହିବାକୁ ଚାହେଁ, ଯେହେତୁ ଆଉ ଚଳିତ ବର୍ଷର ଖ୍ରୀଷ୍ଟୀୟ ଗୃହ ଉତ୍ସବ ଆମ ମଣ୍ଡଳୀରେ 29/6/2025 ତାରିଖ ଠାରୁ 8/7/2025 ପର୍ଯ୍ୟନ୍ତ ରଖାଯାଇଥିଲା। ପ୍ରଭୁ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପନ୍ନ କରି 8 ତାରିଖରେ ମାଣ୍ଡଳିକ ଉପାସନାରେ ସମସ୍ତଙ୍କୁ ଏକତ୍ର କରିଥିଲେ। ଆଉ ପାଳକ ମହାଶୟ ଉକ୍ତ ଦିନ ସନ୍ଧ୍ୟା ସମୟରେ ବାକ୍ୟ ବା ଉପାସନା ପରିଚାଳନା କରିବା ସହିତ ପ୍ରଭୁଙ୍କୁ ଗୌରବ ଦେବା ନିମନ୍ତେ ଆମ ମଣ୍ଡଳୀର ଦିଗନ ରାଉଳ ମହାଶୟଙ୍କୁ ଅନେକ ସ୍ଲୋଗାନ ଦେବା ପାଇଁ ମଧ୍ୟ କହିଥିଲେ। ତଦନୁସାରେ ରାଉଳ ମହାଶୟ ପ୍ରଭୁଙ୍କୁ ଗୌରବ କରିବା ପାଇଁ ସ୍ଲୋଗାନ ମଧ୍ୟ ଦେଇଥିଲେ। ସମସ୍ତେ ଆନନ୍ଦ ଖୁସିରେ ଥିଲୁ ଏବଂ ପାଳକ ମହାଶୟ ମୋତେ କହିଥିଲେ, ଆଉ ବାବୁ, ଆଉ ଯେତେ ଆମର ଉଦ୍ୟୋକ୍ତା ମହାଶୟମାନେ ଅଛନ୍ତି ସେମାନଙ୍କୁ ମଣ୍ଡଳୀ ପକ୍ଷରୁ ଧନ୍ୟବାଦ ଦେବା, ଆଉ ଆପଣ ଦିଅନ୍ତୁ। ମୁଁ ମନା କଲି, ଯେହେତୁ ଆମେ ରବିବାର ଉପାସନାରେ ଆମମାନେ ପ୍ରତ୍ୟେକ ଉଦ୍ୟୋକ୍ତାମାନଙ୍କୁ ସଦସ୍ୟମାନଙ୍କୁ ଆମମାନେ ଧନ୍ୟବାଦ ଦେବା ସହିତ କିଛି ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି ସାର୍, ଆଉ ଆଜି ଦେଇପାରିବା ନାହିଁ। ସେ ଓକେ କଲେ। ତାପରେ ଆମମାନେ ସମସ୍ତେ ଗଲୁ ଆଉ ନିଜ ନିଜ ଦଳକୁ ନେଇ ପାଳିକ୍ରମେ ପରିବାରମାନଙ୍କରେ ଆଉ ଖ୍ରୀଷ୍ଟୀୟ ଗୃହ ଉତ୍ସବର ଉପାସନା ମଧ୍ୟ ଅନୁଷ୍ଠିତ କରିଥିଲୁ ଆଉ ନିଜ ଗୃହକୁ ଗଲୁ। ସକାଳ ସମୟରେ ଆମମାନେ ଶୁଣିବାକୁ ପାଇଲୁ ଯେ ପାଳକ ମହାଶୟଙ୍କର ହାଇ ବିପି ହେଉଛି, ତେଣୁ ବର୍ତ୍ତମାନ ସେ ଡାକ୍ତରଖାନା ମାନେ ଖଜୁରୀପଦା ଡାକ୍ତରଖାନାରେ ଅଛନ୍ତି। ସମସ୍ତେ ଆମ ମଣ୍ଡଳୀ ବା ଗ୍ରାମର ପ୍ରତ୍ୟେକ ମା ବାପା ମାନେ ଗଲୁ ଦେଖିବା ସମୟରେ, ଆଉ ତାଙ୍କର ପାଟି ବଙ୍କା ଥିଲା, ହାତ ଗୋଡ଼ ଅଚଳ ଥିଲା। ସାଙ୍ଗେ ସାଙ୍ଗେ ମଣ୍ଡଳୀ ସହିତ ତାଙ୍କ ପରିବାର ସହିତ ମଣ୍ଡଳୀ ଆମେ ପାରଳା ଖେମୁଣ୍ଡି ନେଲୁ। ପାରଳା ଖେମୁଣ୍ଡିରେ ବୁଧବାର ଦିନ ଆଉ କିଛି କାମ ଦେଲାନି। ଗୁରୁବାର ଦିନ ସନ୍ଧ୍ୟାରେ ଆମକୁ ଫୋନ୍ କଲେ ଯେ ନାଇଁ ପାଳକ ମହାଶୟଙ୍କୁ ବ୍ରହ୍ମପୁର ନେଉଛୁ। ଆମମାନେ ସାଙ୍ଗେ ସାଙ୍ଗେ ବାବୁ ବ୍ରହ୍ମପୁର ଯିବା ପାଇଁ ମଣ୍ଡଳୀ ସ୍ଥିର କରି ଶୁକ୍ରବାର ଦିନ ଆମମାନେ ମଣ୍ଡଳୀ ସହିତ ମହିଳା ସମିତି ପ୍ରତ୍ୟେକ ସମିତି ବ୍ରହ୍ମପୁର ମଧ୍ୟ ଗଲୁ। ମେଡ଼ିକାଲରେ ତାଙ୍କ ସହିତ ଦେଖା ହେଲୁ, କିନ୍ତୁ ତାଙ୍କ ଗୋଡ଼ ଅଚଳ ଥିଲେ ମଧ୍ୟ ସେ ଆଉ ସମସ୍ତଙ୍କୁ ଚିହ୍ନି ପାରିଥିଲେ ଏବଂ କଥା ମଧ୍ୟ ହେଇଥିଲେ। ତାପରେ ଆମମାନେ ଦୁଃଖ ସୁଖ ହୋଇ ତାଙ୍କୁ ସାହସ ଧୈର୍ଯ୍ୟ ଦେଇଥିଲୁ। ପୁଣି ଆମେ ମଣ୍ଡଳୀକୁ ଫେରି ଆସିଲୁ।
ତାପରେ ମଣ୍ଡଳୀ ଚିନ୍ତା କଲା ଯେ ଏଇ ପାରାଲିସ୍ କାମ ବା ରୋଗ ଚାଟିକଣାରେ ହୁଏ ସୁସ୍ଥ। ଚାଟିକଣାକୁ ଯିବା କେମିତି କରିବା? ତାଙ୍କ ବିପି କମ୍ ହେଉନି, ହାଇ ହେଇଯାଇଛି। ହେଲେ ଆମେ ଚିନ୍ତା କଲୁ, ଯାହା ଲୋକମାନେ କହନ୍ତି ଯେ ଫୁଟାସିଂରେ ଜଣେ ବ୍ୟକ୍ତି ଅଛନ୍ତି, ସେ ବିପି କମାନ୍ତି ଆଉ ମେଡ଼ିସିନ୍ ବି ଦିଅନ୍ତି। ତାପରେ ପାଳକ ମହାଶୟଙ୍କୁ ବା ତାଙ୍କ ବଡ଼ ପୁଅକୁ ଅନୁରୋଧ କଲୁ, ଆଉ ପାଳକ ମହାଶୟଙ୍କୁ ନିଜ ଗ୍ରାମକୁ ଧରି ଆସନ୍ତୁ। ଆଉ ତାଙ୍କ ବଡ଼ ପୁଅ ମଧ୍ୟ ଡାକ୍ତରଙ୍କୁ କହି ରବିବାର ରାତିରେ ଆଣି ପହଞ୍ଚିଲେ। ତାପରେ ଆମେ ମଣ୍ଡଳୀ ଚିନ୍ତା କରୁଛୁ ଆଗରୁ, ଆଉ ଆମେ ସାଙ୍ଗେ ସାଙ୍ଗେ ଏକ ଗାଡ଼ି କରିକି ଚାଟିକଣା ଗଲୁ। ଚାଟିକଣାରୁ ମେଡ଼ିସିନ୍ ଆଣିକି ଡାକ୍ତର କହିବା ପ୍ରକାରେ ବା ସେ ବୈଦ୍ୟ କହିବା ପ୍ରକାରେ ଆମେ ମେଡ଼ିସିନ୍ ଦେଲୁ। 2 ପାନ ହେଲା ପରେ ଟିକେ ଇମ୍ପ୍ରୁଭ୍ ହେଲା, କଥାଭାଷା ହେଉଥିଲା, ସମସ୍ତଙ୍କୁ ଚିହ୍ନି ପାରୁଥିଲା। ତିନି ଡୋଜ୍ ହେଲା। 3 ଡୋଜ୍ ହେଲା ପରେ ଆମେ ଚିନ୍ତା କରିଥିଲୁ ପ୍ରାୟ 3 ମାସ ଖଣ୍ଡ ହେବ ଏ ସୁସ୍ଥ ହେଲା ପରେ ହୁଏତ ଟିକେ ଛୋଟା ହେଇକି ଚାଲିପାରନ୍ତୁ, ଏମିତି ଆଶା କରିଥିଲୁ। କିନ୍ତୁ ଅଚାନକ ଭାବରେ ଶୁକ୍ରବାର ଦିନ ସକାଳେ ଆମେ ଶୁଣୁଛୁ ବାଳକଙ୍କ ଦେହାନ୍ତ ହେଇଗଲା। ପ୍ରାୟ ଆମ ଗ୍ରାମରେ ସମସ୍ତେ ନିସ୍ତବ୍ଧ ହେଇଯାଇଥିଲେ, ଛାନିଆ ହେଇଯାଇଥିଲେ। ତାପରେ କ'ଣ କରିବା? ଆମେ ମଣ୍ଡଳୀ ସହିତ ପରିବାରର ଆପ୍ରାଣ ଚେଷ୍ଟା ମଧ୍ୟରେ ଅନେକ ଚିକିତ୍ସା କଲୁ, ତଥାପି ପ୍ରଭୁଙ୍କ କୋଳକୁ ସେ ଚାଲି ଯାଇଛନ୍ତି। ଯାହା ହଉ, ଆଉ ଏଇ ଅବସରରେ ମଣ୍ଡଳୀ ମଧ୍ୟ କିଛି ଚିନ୍ତା କରିଛନ୍ତି, ଆଉ ଏ 3ଟି ପରିବାରକୁ କିଛି ଆର୍ଥିକ ସହାୟତା ଦେବା ପାଇଁ। ତେଣୁ ମୁଁ ଅନୁରୋଧ କରୁଛି, ପ୍ରଥମେ ଆମ ମଣ୍ଡଳୀର ଦିକୁନ ରାଉଳ ମହାଶୟଙ୍କୁ, ସେ ମହାଶୟ ଯିବେ ଆଉ ସଞ୍ଜୀବ ବେବର୍ତ୍ତାଙ୍କୁ ଦେବେ। ଏବଂ ଦିକନ ଲିମା ମହାଶୟଙ୍କୁ ମୁଁ ଅନୁରୋଧ କରୁଛି, ସେ ମହାଶୟ ଯିବେ ଆଉ ବବିଙ୍କୁ ଦେବେ। ଏବଂ ସହସମ୍ପାଦକ ମହାଶୟ ଯିବେ ଆଉ ରାଜୀବ ବେବର୍ତ୍ତାଙ୍କୁ ଦେବେ। ତତ୍ସହିତ ଆଉ ଏକ ବିଷୟ ରହିଛି, ଆମ ମଣ୍ଡଳୀର ପ୍ରଭୁଙ୍କ ଦାସମାନେ ବାହାରେ ରହି ପାଳକଙ୍କର ଅସୁସ୍ଥତା ଜାଣି ପ୍ରାୟ 19 ଜଣ ପ୍ରଭୁଙ୍କ ଦାସମାନେ ଆଉ କିଛି ଦାନ ସଂଗ୍ରହ କରି ପାଳକଙ୍କର ଚିକିତ୍ସା ନିମନ୍ତେ ମଣ୍ଡଳୀର ଜରିଆରେ ଦେବା ନିମନ୍ତେ ଆଉ 15,000 ଟଙ୍କା ଦେଇଛନ୍ତି। ମଣ୍ଡଳୀ ଚିନ୍ତା କରିଥିଲୁ ରବିବାର ଦିନ ପ୍ରାର୍ଥନା ପରେ ତାଙ୍କୁ ନେଇକି ଦେବା, କିନ୍ତୁ ପ୍ରଭୁ ଶୁକ୍ରବାର ସକାଳରେ ତାଙ୍କୁ ନେଇଯାଇଛନ୍ତି। ସେ ଅର୍ଥ ଆମ ପାଖରେ ରହିଛି। ତେଣୁ ତାହା ମଧ୍ୟ ମଣ୍ଡଳୀ ଚିନ୍ତା କରି ଏଇ 3 ଜଣଙ୍କୁ ଦେବା ପାଇଁ ନିଷ୍ପତ୍ତି କରିଛୁ। ତେଣୁ ଏଇ 3 ଜଣଙ୍କୁ 5,000 ଲେଖାଏଁ ଦେବା ପାଇଁ ସ୍ଥିର ହୋଇଛି। ବର୍ତ୍ତମାନ କୋଷାଧ୍ୟକ୍ଷ ମହାଶୟଙ୍କୁ ଅନୁରୋଧ କରୁଛି, ଆଉ କୋଷାଧ୍ୟକ୍ଷ ମହାଶୟ ଯିବେ, ବବିଙ୍କୁ ଦେବେ। ସହ କୋଷାଧ୍ୟକ୍ଷ ଯିବେ ସଞ୍ଜୀବ ବେବର୍ତ୍ତାକୁ ଦେବେ। ଏବଂ ଯେଉଁ ଦାସମାନେ ଦେଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ ଦାସ ଅଛନ୍ତି, ମଙ୍ଗଳମଣି ରାଉଳ। ସେ ମହାଶୟଙ୍କୁ ମୁଁ ଅନୁରୋଧ କରେ, ସେ ମହାଶୟ ତାଙ୍କ ଦଳ ପକ୍ଷରୁ ଆଉ ରାଜୀବ ବେବର୍ତ୍ତାଙ୍କୁ ପ୍ରଦାନ କରିବେ। ବର୍ତ୍ତମାନ ଆମର ଏଇ ଆର୍ଥିକ ସହାୟତା କାର୍ଯ୍ୟକ୍ରମ ମଧ୍ୟ ସମାପ୍ତ ହୋଇଛି, ଆଉ ପରବର୍ତ୍ତୀ କାର୍ଯ୍ୟକ୍ରମ ସଭାପତି ମହାଶୟ